ଡାକିଲେ ତାଙ୍କୁ ସବୁ ପ୍ରସାଦ ଦଉଥିଲେ ଇଏ ଦଉଥିଲେ। ତାପରେ ଗୋଟେ ଦିନ ସେ କଣ କଲେ, ସମସ୍ତଙ୍କୁ ଡାକି ଗୋଟେ ସଭାରେ ନାମର ମହିମା ଡିସ୍କସନ ହେଲା, ଯୋଉଥିରେ ଲୋକମାନେ କହିଲେ ନାମର ମହିମା ହଉଛି କଣ, ଏଥିରେ ପାପ କ୍ଷୟ ହେବ, ଏଥିରେ ମୁକ୍ତି ମିଳିବ। କିନ୍ତୁ ହରିଦାସ ଠାକୁର ସବୁ ଖଣ୍ଡନ କରିକି କହିଲେ ଏଥିରେ କଣ ହବ, ପାପ କ୍ଷୟ କି ମୁକ୍ତି କିଛି ନାହିଁ, ଏଥିରେ କୃଷ୍ଣ ପାଦେ ପ୍ରେମ ଉପଜେଇବ, ଏ ଭଗବାନଙ୍କର ଏ ହରେ କୃଷ୍ଣ ମହାମନ୍ତ୍ରର ନାମ। ତାପରେ ସେ ଚ୍ୟାଲେଞ୍ଜ କଲା, ଆଉ ତାର 3 ଦିନ ଭିତରେ ଗୋପାଳ ଚକ୍ରବର୍ତ୍ତୀ ନାମ ବ୍ରାହ୍ମଣ କଣ ହେଲା, କୁଷ୍ଠ ରୋଗ ହେଇଗଲା, ଆଉ ସେ ତାର ଇଏ ହେଇଗଲା। ସେଥିରେ ଆମେ ପଢୁଥିଲେ କି କେମିତି ଗୋଟେ ହରିଦାସ ଠାକୁର ତାକୁ କ୍ଷମା କରିଦେଲେ। ହରିଦାସ ଠାକୁର ଦେଖିଲେ କି ଏଇ ପିଲାର ଏ ଭୁଲ ବଶତଃ କହିଦେଇଛି, କିନ୍ତୁ ସେ ଯେତେବେଳେ ଶୁଣିଲେ ତାକୁ ମନ ଦୁଃଖ କଲେ, କିନ୍ତୁ କୃଷ୍ଣ ତାକୁ କଣ କଲେ, ଛାଡି ମାନେ ସହି ପାରିଲେନି। ସେଥିପାଇଁ ଆମେ ଏ ଶ୍ଲୋକ ଯାଏ ପଢିଥିଲେ, ଯଦ୍ୟପି ହରିଦାସ ବିପ୍ରୟ ଦୋଷ ନ ଲଇଲା ତଥାପି ଈଶ୍ୱରେ ତାରେ ଫଲ ପୁଞ୍ଜାଇଲା। ହରିଦାସ ଠାକୁର ସେ ଗୋପାଳ ଚକ୍ରବର୍ତ୍ତୀଙ୍କର କିଛି ଦୋଷ ନ ନେଲା ପରେ ବି ଈଶ୍ୱର କଣ ହେଲା, ତାର ଫଲ ପୁଞ୍ଜାଇଲା। ଭକ୍ତ ସ୍ୱଭାବ ଆଜ୍ଞା ଦୋଷ କ୍ଷମା କରେ, କୃଷ୍ଣ ସ୍ୱଭାବ ଭକ୍ତ ନିନ୍ଦା ସହିତେ ନ ପାରେ। କୃଷ୍ଣର ସ୍ୱଭାବ ହଉଛି ସେ ଭକ୍ତର ନିନ୍ଦା ସହିପାରିବେନି, ଭକ୍ତ ନିଜର ନିନ୍ଦା ସହିବ। ଯେମିତି ଭକ୍ତ କଣ, ଭକ୍ତ ନିଜର ନିନ୍ଦା ସହିବ କିନ୍ତୁ ଭଗବାନଙ୍କର ନିନ୍ଦା ସହିବନି, ବା ଆଚାର୍ଯ୍ୟ ମାନଙ୍କର ନିନ୍ଦା ସହିବନି। ସେମିତି ଭଗବାନ ନିଜର ନିନ୍ଦା ସହିପାରିବେ କିନ୍ତୁ ତାଙ୍କର ଭକ୍ତଙ୍କର ନିନ୍ଦା ସହିପାରିବେନି। ଭଗବାନ ନିଜ ପ୍ରମିସ ଭାଙ୍ଗିଦେବେ। କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ କହିଲେ ମୁଁ ଯୁଦ୍ଧ କରିବିନି, କିନ୍ତୁ କଣ କଲେ, ଯେତେବେଳେ ଅର୍ଜୁନଙ୍କ ଉପରେ ଭୀଷ୍ମଦେବ ପ୍ରଖଣ୍ଡ ପ୍ରହାର କଲେ, ଭଗବାନ ନିଜର କଣ କଲେ, ଭାଙ୍ଗିଦେଲେ। ତା ଯୋଗୁ ଭଗବାନଙ୍କୁ କଣ ହେଲା, ନିନ୍ଦା ସହିବାକୁ ପଡିଲା। ଯେତେବେଳେ ଜରାସନ୍ଧ ସହିତ ଭଗବାନ ଯୁଦ୍ଧ କରୁଥିଲେ, ଜରାସନ୍ଧ ସହିତ 17 ଥର ଲଢିବା ପରେ ଭଗବାନ କଣ କଲେ, ଯୁଦ୍ଧ ଛାଡିକି ପଳେଇଲେ। ସେଥିପାଇଁ ତାଙ୍କର ଗୋଟେ ନାଁ ହେଲା ରଣ ଛୋଡ, ସେ ରଣରେ ଛାଡିକି ପଳେଇଲେ, ତ ସେଥିପାଇଁ ତାଙ୍କର ନିନ୍ଦା ହେଲା। କିନ୍ତୁ ଭଗବାନଙ୍କର ଏଥିରେ କିଛି ଅସୁବିଧା ନାହିଁ। ଭଗବାନ କହିଲେ ମତେ ନିନ୍ଦା କଲେ ଚଳିବ। ମାନଙ୍କ ସହିତ ବୃନ୍ଦାବନରେ ଯେତେବେଳେ ରାଜଗାର କଲେ, ଆଜି ଯାଏ ଲୋକମାନେ କୃଷ୍ଣଙ୍କୁ ଗାଳି ଦଉଛନ୍ତି, କହୁଛନ୍ତି କୃଷ୍ଣ ଏମିତି କେମିତି କଲେ, ତାଙ୍କର ଯୋଉମାନେ ଅଲଗା ନାରୀ ମାନଙ୍କ ସହିତ କେମିତି କଲେ। ଏସବୁ କୃଷ୍ଣ ସହିପାରିବେ କିନ୍ତୁ କୃଷ୍ଣ ଭକ୍ତଙ୍କର ସହିପାରିବେ। ସେମିତି ଆମକୁ କଣ କରିବା ଦରକାର, ଆମେ ନିଜର ନିନ୍ଦା ସହିଯିବା। କି ଆମକୁ କଣ କରେ, ତୁ ଖରାପ ଭକ୍ତ, ତୁ ଏମିତି କଲୁ, ସେମିତି ସହିଯିବା। କିନ୍ତୁ ଆମ ସାମ୍ନାରେ ଆମର ଆଚାର୍ଯ୍ୟ, ଆମର ଗୁରୁ ମାନଙ୍କୁ ବା ଆମର ଭଗବାନଙ୍କୁ କେହି କିଛି ଯଦି କହିବ, ଆମେ ସେଇ ଜାଗାରେ କଣ ହେବା, ସେଇ ଜାଗାରେ ଯଦି ମ ନେଇକି ରହିବା, ଏଟା ଏତେ ଭଲ ନୁହଁ। ଆଇଦର ସେଇଠୁ ପଳେଇ ଯିବା, ନହେଲେ କଣ ହବ, ପୁରା ଯୁଦ୍ଧ କରିକି ତାକୁ ଯଦି ହରେଇ ପାରିବା, ତାକୁ ଫିଲୋସଫି ୱାଇଜ ସେ ଯଦି ଆମକୁ ଖଣ୍ଡନ କରୁଛି, ଫିଲୋସଫି ୱାଇଜ ତାକୁ ଯଦି ହରେଇ ପାରିବା, ପୁରା ଜୋର ସୋର ସେ ହରେଇବା। ଯଦି କରିପାରିଲେ ଚୁପଚାପ ପଳେଇବା, କିନ୍ତୁ ଚୁପଚାପ ହେଇକି ଶୁଣିବା କଥା ନୁହଁ। ଭଗବାନଙ୍କର ଆମ ସାମ୍ନାରେ ଭଗବାନଙ୍କର କିଏ କଣ ମାନେ ବ୍ଲାସଫେମ କରିବ, ଭକ୍ତଙ୍କୁ ବ୍ଲାସଫେମ କରିବ, ଇସ୍କନକୁ ବ୍ଲାସଫେମ କରିବ, ପ୍ରଭୁପାଦକୁ ବ୍ଲାସଫେମ କରିବ, we cannot tolerate all this। ଆମେ କେତେବେଳେ ବି ଏଟା ସହିପାରିବା ନାହିଁ। ତ ସେଥିପାଇଁ ଭଗବାନ ଏଠି କହୁଛନ୍ତି, ଭକ୍ତ ସ୍ୱଭାବ ଆଜ୍ଞା ଦୋଷ ପରେ, କୃଷ୍ଣ ସ୍ୱଭାବ ଭକ୍ତ ନିନ୍ଦା ସହିତେ ନ ପାରେ। ଯେମିତି ଆମେ ପଢିଥିଲେ କାଲି, ପ୍ରହ୍ଲାଦ ମହାରାଜଙ୍କର ଯେତେବେଳେ ଇଏ ହେଲା, ଭଗବାନ ନୃସିଂହ ଦେବ ଭାବରେ ଆବିର୍ଭାବ ହେଲେ।